ଖରା ଛୁଟି ପରେ ଖୋଲିଲା ସ୍କୁଲ। ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଏବଂ ବଲାଙ୍ଗୀରରେ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଛୁଟି ବଢ଼ାଇଛନ୍ତି ଜିଲ୍ଲାପାଳ। କିଛି ଜିଲ୍ଲାରେ ଆସନ୍ତା କାଲିଠୁ ସକାଳ ସ୍କୁଲ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଝାରସୁଗୁଡ଼ା ଜିଲ୍ଲାର ସବୁ ସ୍କୁଲ କାଲିଠୁ ଖୋଲିବ। ଏନେଇ ଜିଲ୍ଲାପାଳଙ୍କର ପକ୍ଷରୁ ସୂଚନା ଦିଆଯାଇଛି। 22 ରୁ 24 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସବୁ ସ୍କୁଲ ସକାଳୁଆ ହେବ। ସକାଳ 6:30 ରୁ 10ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ସମ୍ବଲପୁର ଜିଲ୍ଲାରେ ମଧ୍ୟ କାଲିଠୁ ଖୋଲିବ ସ୍କୁଲ। 24 ତାରିଖ ଯାଏ ସକାଳ 6:30 ରୁ 10ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ସକାଳ 9:30 ରୁ 10ଟା ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ। 24 ତାରିଖରୁ ନିୟମିତ ସମୟ ଅନୁସାରେ ଚାଲିବ ସ୍କୁଲ। ହେଲେ ଏପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରଭାବ କମି ନଥିବାରୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ କରିବାକୁ ଦାବି ହୋଇଛି। ବ୍ୟୁରୋ ରିପୋର୍ଟ, BMC TV ଓଡ଼ିଆ।